ଆମ୍ବେଦକର ମଚିକୋଳ ସମାଜ ଦେଓଭୂଇଁର ମକର ଉତ୍ସବ ବେଶ୍ ଧୁମ୍ଧାମରେ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଆର୍ କଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୌରହରି ବେହେରା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପୂର୍ବତନ ସମିତି ସଭ୍ୟ ସନ୍ତୋଷ କୁମାର ନାୟକ ଯୋଗ ଦେଇଥିଲେ। ଆମ୍ବେଦକର କୁଳ ସମାଜ ମୋଚିସାହି ଦେଓଭୂମିର ଉନ୍ନତି ପାଇଁ ଅତିଥି ଭାବେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସାହିର ଉନ୍ନତି ପାଇଁ କୋଠଘର କାମ ପାଇଁ ପାଣ୍ଠି ମିଳିଥିବା ବେଳେ ଆଗାମୀ ଦିନରେ ସଂକୀର୍ଣ୍ଣ ଥିବା ରାସ୍ତାକୁ ସମ୍ପ୍ରସାରଣ କରାଯିବ ବୋଲି କହିଥିଲେ ପୂର୍ବତନ ସମିତି ସଭ୍ୟ ସନ୍ତୋଷ କୁମାର ନାୟକ। ଗ୍ରାମର ସଭାପତି ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଅନ୍ୟତମ ଅତିଥି ଭାବେ ଯୁବ ସମାଜସେବୀ ଗଣେଶ ନାୟକ ଯୋଗଦେଇ ବେଶ୍ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ। ନୂତନ ଭାବେ ଗଠନ ହୋଇଥିବା କମିଟି ସଦସ୍ୟମାନଙ୍କୁ ବ୍ୟାଜ ଦେଇ ଉତ୍ସାହିତ ଜଣାଇଥିଲେ। ମକର ଉତ୍ସବକୁ ନେଇ ଆମ୍ବେଦକର ମୋଚିସାହି ବେଶ୍ ଚଳଚଞ୍ଚଳ ହୋଇଥିବା ବେଳେ ନାଚ ଗୀତ ମାଧ୍ୟମରେ ସାହିର ପିଲାମାନେ ଉତ୍ସବକୁ ପାଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟିକୁ ଲବରାଓ ପରିଚାଳନା କରିଥିଲେ। ସଭାପତି ଆର୍ କୋଣ୍ଡା, ସଭାପତି ଟି ଲବରାଓ ସହ ସମ୍ପାଦକ ଟି ରଘୁନାଥ, କୋଷାଧ୍ୟକ୍ଷ ଟି ପେଣ୍ଠେୟା, ସଭ୍ୟ କେ ରାମ, 22 ତାଲୁକା ସଭ୍ୟ ଟି ରମେଶ, ଟାଉନ୍ ମେମ୍ବର ଆର୍ ତ୍ରିନାଥ ସମେତ ସାହି ବାସିନ୍ଦା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା।